କାହିଁକି ଭାବ କାହିଁକି ଦୁଷ୍ଟକୁ ମାରିବା ସନ୍ତକୁ ପାଳନ କରିବା ଦେଖନ୍ତୁ ମହିଷାସୁର ବୋଲି ଅସୁର ଥିଲା ମହାବଳବାନ ସେ ବିଷୟ ଦେବତାଙ୍କୁ ପାଦ ତଳେ ଫଟେଇଥିଲା ଚଣ୍ଡାଳ ଗଣ୍ଠି ଦିନକରେ ଉପରକୁ ଖାଲି ଟାଣ କରୁଛି ଜଗତ ଜନନୀ ମା ସେ କଣ କରୁଛନ୍ତି କଣ କଲେ ଉପରକୁ ଥରେ ଟାଣ କରୁଛନ୍ତି ମହିଷାସୁର ତଳକୁ ଥରେ ସ୍ନାନ କରୁଛି ଏ ସମୟରେ ମାଙ୍କର ଗୋଟିଏ କେଶ ଛିଡ଼ି ଯାଇ ମହିଷାସୁରର ବାମ ଚରଣରେ ପୁରେଇଦେଲା ମହିଷାସୁର ସେ କେଶଟି ବାହାର କରି ତା ହାତରେ ମାପ କଲା 17 ହାତ ଲମ୍ବା 17 ହାତ ଲମ୍ବା ହେଲା ବିଚାର କଲା କେଶ ଇଏ ଏତେ ସୌନ୍ଦର୍ଯ୍ୟ କନ୍ୟାଟି କେତେ ସୌନ୍ଦର୍ଯ୍ୟ ହେଇଛି ଉପରକୁ ଥରେ ପହଞ୍ଚି ଦେଖିଲା ମାଙ୍କର ରୂପ ସୁନ୍ଦରମୟ ରୂପ ଦେଖିବା ମାତ୍ରେ ବିଭୋର ହେଇଗଲେ ମହିଷାସୁର ସାଙ୍ଗେ ସାଙ୍ଗେ କହିଲେ ମୁଁ ତୁମକୁ ବିବାହ କରିବି ମା ଜାଣିଗଲେ ଗୋଟେ ଅସୁର କାହିଁକି ଏହାର ପ୍ରକୃତି ହଉଛି ଅସୁର ଦେଖିଲା ମାତ୍ରେ ଗୋଟେ କହୁଛି ବିବାହ କରିବି ତାଙ୍କର କଥା ଅନୁସାରେ ସ୍ୱୀକାର କରି ହାତରେ ସିଏ କହିଲେ ନିଶ୍ଚୟ ତୁମକୁ ବିବାହ କରିବି କିନ୍ତୁ ମୋର ଗୋଟିଏ କଣ ଅଛି ମୋ ସହିତ ଯୁଦ୍ଧ କରିବାକୁ ମତେ ଯିଏ ଯୁଦ୍ଧରେ ପରାସ୍ତ କରିବ ପୁଣି ବର୍ଣ୍ଣମାଳା ଦେବି ନିଶ୍ଚୟ ଏ କଥା ଶୁଣି ମହିଷାସୁର ତାଙ୍କ ସହିତ ଯୁଦ୍ଧ କଲେ ଯେତେବେଳେ ଯୁଦ୍ଧ କରୁଛନ୍ତି ମା ଜଗତ ଜନନୀ ମହିଷାସୁରକୁ ତଳେ ପକାଇ ସେଇଦିନ ଠାରୁ ନାଁ ହୋଇଛନ୍ତି ମହିଷାସୁର ମର୍ଦିନୀ ଭାଇ ଏଇ ମା ବାପ ଯେତେ ତ ସଂସାର ଏ ମାୟା ସଂସାର